ଭାବି ନଥିଲି ଜୀବନେ ଏମିତି ହେବ। କାନ୍ଦିବା ବି ଜରୁରୀ ହେବ ଆଉ ଲୁହକୁ ଲୁଚେଇବାକୁ ବି ପଡ଼ିବ। କେତେ ବି ମଜବୁତରେ ଧର ତଥାପି ଖସିଯାଏ। କାରଣ ଏହା ସମୟ ବଦଳିବ ନିଶ୍ଚୟ। ହୃଦୟରେ ସେଇମାନେ ରୁହନ୍ତି ଯାହାର ମନ ସଫା ଥାଏ। କାରଣ ସୂଚୀରେ ସେଇ ସୂତା ପଶିଥାଏ ଯେଉଁ ସୂତାରେ କୌଣସି ଗଣ୍ଠି ନଥାଏ। ଜୀବନ ମିଳିବା ଭାଗ୍ୟ ଉପରେ ନିର୍ଭର କରେ। ମୃତ୍ୟୁ ଆସିବା ସମୟ ଉପରେ ନିର୍ଭର କରେ। ପ୍ରାୟ ସେହି ସମ୍ପର୍କ ଭାଙ୍ଗି ଯାଏ ଯାହାକୁ ଯତ୍ନରେ ରଖିବା ଚେଷ୍ଟା ଜଣେ କରିଥାଏ। ଲୁହ ମଣିଷର ହେଉ ବା ପଶୁର, ଏହା ସେତେବେଳେ ବାହାରକୁ ଆସେ ଯେବେ ହୃଦୟରୁ ବହୁତ ସାରା କଷ୍ଟ ଥାଏ। କଥା କହିବାର ଢଙ୍ଗ ହିଁ ଜଣାଇ ଦିଏ କି ସମ୍ପର୍କ କେତେ ଗଭୀର ଆଉ କେତେ ନିଜର। ଅନଲାଇନ୍ ତ ସମସ୍ତେ ଥାଆନ୍ତି, ହେଲେ ମେସେଜ ସିଏ କରେ ଯାହା ଲାଇଫରେ ଆମର ମୂଲ୍ୟ ଥାଏ। ନିଜର ଔକାତ ସେତେବେଳେ ଜଣାପଡ଼େ ଯେବେ ତାକୁ ସେଇଠୁ ଧୋକା ମିଳେ, ଯେଉଁଠି ତାକୁ ନିଜଠୁ ଅଧିକ ଭରସା ଥିଲା। ଜୀବନରେ ସେହି ମଣିଷକୁ କେବେ ଦୂରେଇ ଦିଅନି ଯିଏ ନିଜେ ରାଗ ଆଉ ତୁମ ପାଖକୁ ଆସି ସରି କୁହେ। ଯେଉଁ ମଣିଷ ଆପଣଙ୍କ ଦୁଃଖ ଦେଖି ନିଜେ କାନ୍ଦି ପକାଏ, ସେହି ମଣିଷ ଜୀବନରେ କେବେ ଦୁଃଖ ଦେଇନଥାଏ। ଆମେ ଏମିତି ଯୁଗରେ ବଞ୍ଚିଛୁ ଯେଉଁଠି ଡ୍ରାମା ଦେଖି ଲୋକ କାନ୍ଦନ୍ତି ଆଉ ବାସ୍ତବତା ଦେଖି ଲୋକ ଡ୍ରାମା ଭାବି ନିଅନ୍ତି। କ୍ଷମା କେବଳ ସିଏ କରିପାରିବ ଯିଏ ଭିତରୁ ମଜବୁତ ହୋଇଥାଏ। କମଜୋର ଲୋକ ତ ପ୍ରତିଶୋଧ ନିଆଁରେ ଜଳନ୍ତି। ଯିଏ ପ୍ରକୃତ ପ୍ରେମ କରିଥାଏ, ଦୁନିଆ ତାଠାରୁ ଏହି ତିନୋଟି ଜିନିଷ ଛଡ଼େଇ ନେଇଥାଏ: ସୁଖ, ସମ୍ମାନ ଆଉ ଇଜ୍ଜତ। ଘୃଣା ଏକ ଏପରି ଶବ୍ଦ ମଣିଷକୁ କେବଳ ବାହାରୁ ନୁହେଁ ଭିତରୁ ଜାଳି ପୋଡ଼ି ପାଉଁଶ କରିଦିଏ। ଘୃଣା କରିବା ଲୋକ ତ ଖସିଯାଏ, କିନ୍ତୁ ଘୃଣା ପାଇବା ଲୋକ ବିନା ଦୋଷରେ ଦଣ୍ଡ ପାଏ। ଖରାପ ସମୟ ତ ଇଏ ଗୋଟିଏ ଭଲ କଥା। ଇଏ ଯେତେବେଳେ ବି ଆସେ ନା, ମଣିଷକୁ ପ୍ରଥମେ ଚିହ୍ନାଇ ଦିଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତର ଇଜ୍ଜତ କେବଳ ଆବଶ୍ୟକତାର ହୋଇଥାଏ। ଆବଶ୍ୟକତା ଶେଷ, ତେବେ ଇଜ୍ଜତ ବି ଶେଷ। ଯାହା ହୋଇଛି ତାକୁ ଭୁଲି ଯାଅ, ନୂଆ ଆରମ୍ଭ କର। ମନେ ରଖ, ଯାହାର କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି। ଭଗବାନ ଗୋଟେ ରାସ୍ତା ବନ୍ଦ କରିବା ପୂର୍ବରୁ ଅନେକ ରାସ୍ତା ଖୋଲି ଦିଅନ୍ତି। ମଣିଷ ରାଗେ, ଝଗଡ଼ା କରେ, ଅଭିମାନ କରେ ସେହି ମଣିଷ ପାଖରେ ଯାହାକୁ ସେ ନିଜର ଭାବେ। ନହେଲେ ଏହି ସ୍ୱାର୍ଥପର ଦୁନିଆରେ କାହାକୁ କ'ଣ ଫରକ ପଡ଼ିପାରେ? ତୁମେ ଠିକ୍ କରିଲେ ବି କି ଭୁଲ କରିଲେ, ସେହି ବ୍ୟକ୍ତିଙ୍କୁ ପ୍ରେମ କରିବା ମରିବା ସହ ସମାନ ହୋଇଥାଏ, ଯାହାକୁ ତୁମେ ଥିବା ନଥିବାର କିଛି ଫରକ ପଡ଼େନି। ବହୁତ ଭୋକ ପକାଉଥିବା ମଣିଷ ଯଦି ଚୁପ୍ ହୋଇଯାଏ, ବୁଝିଯାଅ ଆଘାତ ବହୁତ ଗଭୀର ଲାଗିଛି। ବିଶ୍ୱାସ କରିବା ଲୋକଠାରୁ ତ ବିଶ୍ୱାସ ଭାଙ୍ଗିବା ଲୋକଟି ଅଧିକ ମୂର୍ଖ ହୋଇଥାଏ। ଗୋଟିଏ ଛୋଟ ସ୍ୱାର୍ଥପର ଆଶାରେ ସେ ଗୋଟିଏ ଭଲ ମଣିଷକୁ ନିଜ ଜୀବନଠୁ ଦୂରେଇ ଦେଇଥାଏ। ମିଛ କହି କୌଣସି ଜାଗାରେ ସମ୍ପର୍କ ଗଢ଼ିବା ଅପେକ୍ଷା ସତ କହି ସେ ଜାଗାରେ ଶତ୍ରୁ ହୋଇଯାଆନ୍ତି। ଦେଖିବେ ଆପଣଙ୍କ ସହ କେବେ ବି ବିଶ୍ୱାସଘାତକ ହେବନି। କେବଳ ଏମିତି ସେମିତି ମୁଁ କହୁନି ଆଜ୍ଞା, ମୁଁ ମୋ ଜୀବନର ଅନୁଭବରୁ କହୁଛି। ନିଜ ଅଭ୍ୟାସରେ ଚାଲିବା ଦ୍ୱାରା ଏତେ ଭୁଲ ହୋଇନଥାଏ ଯେତିକି ଭୁଲ ଏ ଦୁନିଆ ଲୋକଙ୍କ କଥାରେ ଚାଲିବା ଦ୍ୱାରା ହୋଇଥାଏ। ଭୁଲ କରିନଥିବା ସ୍ଥାନରେ ମୁଣ୍ଡ ତଳକୁ କରନ୍ତୁନି ଆଉ ବିଶ୍ୱାସ ନଥିବା ସ୍ଥାନରେ ପ୍ରମାଣ ଦେବା ଚେଷ୍ଟା କରନ୍ତୁ ନାହିଁ। ଟିକେ ଟିକେ କଥାରେ ଖୁବ୍ ଶୀଘ୍ର ରାଗି ଯାଉଥିବା ମଣିଷ ମନରେ ଅଧିକ ଭଲ ପାଇଥାଏ।
କିନ୍ତୁ ତାକୁ କେହି ବୁଝିପାରନ୍ତି ନାହିଁ। ପର କଥା ଶୁଣି କେବେ କାହା ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାରଣ ଏଠାରେ ଘର ଭାଙ୍ଗିଥିବା ଲୋକ ବହୁତ ଅଛନ୍ତି, କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ତେଣୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କାହା କଥାକୁ ବିଶ୍ୱାସ କରନ୍ତୁ ନାହିଁ।